ଏହି ଭିଡ଼ିଓରେ ଆମେ ମସ୍ତିଷ୍କର ବିଭିନ୍ନ ଅଂଶ ଓ ସେମାନଙ୍କର କାର୍ଯ୍ୟ ବିଷୟରେ ଆଲୋଚନା କରିବା। ମନେକର ଏଇଠି ଯେଉଁ ଚିତ୍ରଟି ମୁଁ ଅଙ୍କନ କରିଛି ଏହା ହେଉଛି ଏକ ମାନବ ମସ୍ତିଷ୍କର ଚିତ୍ର। ଠିକ୍ ଅଛି, ଏହାର ବିଭିନ୍ନ ଅଂଶ ଜାଣିବା ପୂର୍ବରୁ ଗୋଟେ କଥା ମନେ ରଖ, ଗୋଟିଏ ନବଜାତ ଶିଶୁର ମସ୍ତିଷ୍କର ଓଜନ ପ୍ରାୟ 400 ଗ୍ରାମ ହୋଇଥାଏ, କିନ୍ତୁ ଜଣେ ବୟପ୍ରାପ୍ତ ବ୍ୟକ୍ତିର ମସ୍ତିଷ୍କର ଓଜନ ପ୍ରାୟ 1500 ଗ୍ରାମ ଅଟେ। ଏବଂ ମସ୍ତିଷ୍କ ମନୁଷ୍ୟ ଶରୀରର ସବୁଠୁ ଅଧିକ ଚଳଚଞ୍ଚଳ ଅଙ୍ଗ, କାରଣ ଏଠାରେ ସବୁ ସମୟରେ ବିଭିନ୍ନ ପ୍ରକାରର ଚୟାପଚୟ ବା ବିପାକୀୟ ପ୍ରକ୍ରିୟା ଚାଲିଥାଏ। ସେଥିପାଇଁ ପ୍ରତି ମିନିଟରେ ମସ୍ତିଷ୍କ ମଧ୍ୟକୁ ପ୍ରାୟ 750 ମିଲିଲିଟରର ରକ୍ତ ପ୍ରବାହିତ ହୁଏ। ଠିକ୍ ଅଛି, ତେବେ ଆମେ ଏବେ ମସ୍ତିଷ୍କର ବିଭିନ୍ନ ଅଂଶ ବିଷୟରେ ଆଲୋଚନା କରିବା। ଦେଖ, ମସ୍ତିଷ୍କକୁ ଆମେ ମୁଖ୍ୟତଃ 3 ଭାଗରେ ବିଭକ୍ତ କରିଥାନ୍ତି। କ'ଣ କ'ଣ? ନା ପ୍ରଥମ ଭାଗକୁ ଆମେ କହିଥାନ୍ତି ଅଗ୍ର ମସ୍ତିଷ୍କ। ଠିକ୍ ଅଛି, ତେବେ ଅଗ୍ର ମସ୍ତିଷ୍କ କାହା କହିବା? ଏହି ଚିତ୍ରକୁ ତୁମେ ଯଦି ଲକ୍ଷ୍ୟ କରୁଥିବ, ଏଠାରେ ଯେଉଁ ଅଂଶଟି ହଳଦିଆ ରଙ୍ଗର ଦେଖାଯାଉଛି ତାହାକୁ ଆମେ ଅଗ୍ର ମସ୍ତିଷ୍କ ବୋଲି କହିଥାନ୍ତି। ଏବଂ ଅନ୍ୟ ଏକ ଅଂଶକୁ ଆମେ କହିଥାନ୍ତି ମଧ୍ୟ ମସ୍ତିଷ୍କ। ଏଇଠି ଦେଖ, ମୁଁ ଯେଉଁ ଅଂଶଟିକୁ ଗୋଲାପୀ ରଙ୍ଗରେ ଅଙ୍କନ କରିଛି ତାହାକୁ ଆମେ ମଧ୍ୟ ମସ୍ତିଷ୍କ ବୋଲି କହିଥାନ୍ତି। କିନ୍ତୁ ପୂର୍ବରୁ ମୁଁ କ'ଣ ଭାବୁଥିଲି ନା ମସ୍ତିଷ୍କର ମଧ୍ୟବର୍ତ୍ତୀ ଅଂଶଟିକୁ ଆମେ ମଧ୍ୟ ମସ୍ତିଷ୍କ ବୋଲି କହିଥାନ୍ତି, କିନ୍ତୁ ବାସ୍ତବରେ ତାହା ନୁହେଁ। ମଧ୍ୟ ମସ୍ତିଷ୍କ ହେଉଛି ଏଇ ଛୋଟ ଅଂଶଟି, ଏବଂ ପରିଶେଷରେ ମସ୍ତିଷ୍କର ତୃତୀୟ ଅଂଶଟିକୁ ଆମେ କ'ଣ କହିଥାନ୍ତି? ପଶ୍ଚ ମସ୍ତିଷ୍କ। ଠିକ୍ ଅଛି, ଏହିପରି ଭାବରେ ମାନବ ମସ୍ତିଷ୍କକୁ ଆମେ 3 ଭାଗରେ ବିଭକ୍ତ କରିଥାନ୍ତି। କ'ଣ କ'ଣ? ନା ଅଗ୍ର ମସ୍ତିଷ୍କ, ମଧ୍ୟ ମସ୍ତିଷ୍କ ଓ ପଶ୍ଚ ମସ୍ତିଷ୍କ। ଚାଲ ଏବେ ମସ୍ତିଷ୍କର ଏହି 3ଟି ଭାଗ ମଧ୍ୟରେ କ'ଣ କ'ଣ ଥାଏ ଓ ସେମାନଙ୍କର କାର୍ଯ୍ୟ କ'ଣ ସେ ବିଷୟରେ ଆଲୋଚନା କରିବା। ଠିକ୍ ଅଛି, ତେବେ ପ୍ରଥମେ ଲକ୍ଷ୍ୟ କର, ମସ୍ତିଷ୍କର ଏଇ ଯେଉଁ ଅଂଶଟି, ଅଗ୍ର ମସ୍ତିଷ୍କରେ ଯେଉଁ ହଳଦିଆ ଅଂଶଟି ଏବେ ଆମକୁ ଦେଖାଯାଉଛି ତାହାକୁ ଆମେ ପ୍ରମସ୍ତିଷ୍କ ବୋଲି କହିଥାନ୍ତି। ଏବଂ ଏହି ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ଅଟେ। ଏଇଠି ତୁମେ ଦେଖିପାରୁଥିବ, ଏବଂ ଏହା ମଝିରୁ ଠିକ୍ ସମାନ ଭାବରେ ଡାହାଣ ପାଳି ଓ ବାମ ପାଳି ଭାବରେ 2 ଭାଗରେ ବିଭକ୍ତ ହୋଇଥାଏ। ଏବଂ ତୁମେ ଏଇଠି ଗୋଟେ ଜିନିଷ ଲକ୍ଷ୍ୟ କରିପାରୁଥିବ, ଏହି ପ୍ରମସ୍ତିଷ୍କର ଉପରି ଭାଗଟି ବହୁଳ ଭାବରେ ଭାଙ୍ଗ ଯୁକ୍ତ ହୋଇଥାଏ, ଏବଂ ଆମର ଯେଉଁ ସ୍ମରଣ ଶକ୍ତି ଥାଏ ତାହା ଏହି ଭାଙ୍ଗ ଉପରେ ନିର୍ଭର କରେ। ତେଣୁ ଆମେ କହିପାରିବା ଯେ ପ୍ରମସ୍ତିଷ୍କ ଆମେ କୌଣସି କଥାକୁ ମନେ ରଖିବା ପାଇଁ ଦାୟୀ ଅଟେ। ଠିକ୍ ଅଛି, ଠିକ୍ ସେହିପରି ପ୍ରମସ୍ତିଷ୍କର ତଳେ ଥିବା ଅଂଶଟି, ଏହି ଅଂଶଟିକୁ ଲକ୍ଷ୍ୟ କର, ଏହାକୁ ଆମେ ଥାଲାମସ୍ ବୋଲି କହିଥାନ୍ତି। ଏବଂ ଥାଲାମସ୍ର ଠିକ୍ ତଳେ ଯେଉଁ ଅଂଶଟି ଥାଏ ତାକୁ ହାଇପୋଥାଲାମସ୍ ବୋଲି କହିଥାନ୍ତି। ଇଂରାଜୀରେ ହାଇପୋର ଅର୍ଥ ହେଉଛି ତଳ। ଏଇଠି ଗୋଟେ କଥା ଜାଣି ରଖ ଯେ ହାଇପୋଥାଲାମସ୍ଟି ଆମ ଶରୀରର ବିଭିନ୍ନ ଜରୁରୀ କାର୍ଯ୍ୟକୁ ନିୟନ୍ତ୍ରଣ କରେ। କ'ଣ କ'ଣ? ଯେମିତିକି ଆମ ଶରୀରର ତାପମାତ୍ରା, ହୃଦସ୍ପନ୍ଦନ, ଆମ ଶରୀରର ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦିକୁ ନିୟନ୍ତ୍ରଣ କରେ। ଠିକ୍ ଅଛି, ବର୍ତ୍ତମାନ ତା ତଳକୁ ଲକ୍ଷ୍ୟ କର, ଏଇଠି ଗୋଟିଏ ଛୋଟ ଗ୍ରନ୍ଥି ଅଛି ଯାହାକୁ ଆମେ ପିଟୁଇଟାରୀ ଗ୍ରନ୍ଥି ବୋଲି କହିଥାନ୍ତି। ଏହା ସାଧାରଣତଃ ଆମ ଶରୀରର ସମସ୍ତ ହର୍ମୋନର କ୍ଷରଣକୁ ନିୟନ୍ତ୍ରଣ କରିଥାଏ। ଠିକ୍ ଅଛି, ତେବେ ପ୍ରମସ୍ତିଷ୍କର କାମ କ'ଣ? ମନେ ରଖ, ସ୍ମରଣ ଶକ୍ତି, ତାପ, କଷ୍ଟ, ଚାପ, ସ୍ପର୍ଶ ଏବଂ କୌଣସି ଘଟଣା ବିଷୟରେ ଶୁଣି ଭାବି କଥା ମାଧ୍ୟମରେ ମନର ଆବେଗକୁ ପ୍ରକାଶ କରିବା ଏହି ଅଗ୍ର ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରଣ ହୋଇଥାଏ। ଠିକ୍ ଅଛି, ବର୍ତ୍ତମାନ ଆମେ ମଧ୍ୟ ମସ୍ତିଷ୍କ ବିଷୟରେ ଆଲୋଚନା କରିବା। ଦେଖ, ମଧ୍ୟ ମସ୍ତିଷ୍କଟି ଏଇଠି ଯେଉଁ ଛୋଟ ଅଂଶଟି ଅଛି ତାହାକୁ କୁହାଯାଇଥାଏ। ଏବଂ ମଧ୍ୟ ମସ୍ତିଷ୍କ 2 ଯୋଡ଼ା ବା 4 ଗୋଟି ବର୍ତ୍ତୁଳ ନିଦା ପିଣ୍ଡକୁ ନେଇ ଗଠିତ, ଯାହାକୁ ଆମେ ପିଣ୍ଡ ଚତୁଷ୍କ ବୋଲି କହିଥାନ୍ତି, କାରଣ 4 ଗୋଟି ନିଦା ପିଣ୍ଡ ଥାଏ। ଉପର 2 ପିଣ୍ଡ ଗୁଡ଼ିକ ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରନ୍ତି, ଏବଂ ନିମ୍ନ ଭାଗରେ ଥିବା 2ଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପ ଗୁଡ଼ିକୁ ନିୟନ୍ତ୍ରଣ କରନ୍ତି। ଠିକ୍ ଅଛି, ତେବେ ଏହା ତ ହେଲା ମଧ୍ୟ ମସ୍ତିଷ୍କର କଥା। ବର୍ତ୍ତମାନ ଆମେ ପଶ୍ଚ ମସ୍ତିଷ୍କର କାର୍ଯ୍ୟ କ'ଣ ସେ ବିଷୟରେ ଆଲୋଚନା କରିବା। ଦେଖ, ପଶ୍ଚ ମସ୍ତିଷ୍କ ସାଧାରଣତଃ 2ଟି ଜିନିଷକୁ ନେଇ ଗଠିତ। କ'ଣ କ'ଣ? ନା ଗୋଟିଏକୁ ଆମେ କୁହନ୍ତି ଅନୁମସ୍ତିଷ୍କ ଏବଂ ଆଉ ଗୋଟିଏକୁ ଆମେ କୁହନ୍ତି ସୁଷୁମ୍ନା ଶୀର୍ଷକ, କାରଣ ଏହି ସୁଷୁମ୍ନା ଶୀର୍ଷକ ଠାରୁ ଆମ ସୁଷୁମ୍ନା କାଣ୍ଡଟି ଲମ୍ବି ଯାଇଥାଏ। ତେବେ ଏମାନଙ୍କର କାର୍ଯ୍ୟ କ'ଣ? ଦେଖ, ତେବେ ଏହି ସୁଷୁମ୍ନା ଶୀର୍ଷକ ଆମ ଶରୀରର ବିଭିନ୍ନ ଅନୈଚ୍ଛିକ କାର୍ଯ୍ୟକୁ ସମ୍ପାଦନ କରନ୍ତି। କ'ଣ କ'ଣ? ନା ଯେପରିକି ଆମର ଶରୀରର ଶ୍ୱାସକେନ୍ଦ୍ର, ହୃତ୍କେନ୍ଦ୍ର ଯଥା ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା
परि कार्यको सुषुम्ना शीर्षक नियंत्रण करे एवं यह सुषुम्ना शीर्षकर ठीक पछभागक जो अंशटी थाए ताहाकु आमे अनुमस्तिष्क बोली कहिथांती। एवं अनुमस्तिष्कर कार्य कौन? यह शरीर संतुलन और भारसाम्य रक्षा करे। हठात कौनसी कारण जदि आम गोड़ खसी जाए झुंटी पड़ा अवस्था शरीर भारसाम्य रक्षा करी ठीक भाव में दुई गोड़े ठिया होगापी यही अनुमस्तिष्क दायी अटे। परिशेष में गोटे छोटिया कथा मन रख, जेतेबेले कौनसी व्यक्ति मद्यपान करे तेबे सेही मद्ୟରେ थिबा अल्कोहल गुड़िक सेही व्यक्तिटीर अनुमस्तिष्क उपरे प्रभाव पकाए। फलस्वरूप से तार संतुलन और भारसाम्य हराई बसे।